ତୃତୀୟ ଶ୍ରେଣୀ ସାହିତ୍ୟ ବହିର ବିଷୟ ତୁଳସୀ ଦୁଇ ପତ୍ରରେ ବାସେ। ଆଜି ଆମେ ଏହାର କ'ଣ ନା ଅଭ୍ୟାସ କରିବା, ସରଳ ଭାବରେ କେମିତି ଏହାର ପ୍ରଶ୍ନର ଉତ୍ତର ଜାଣିବା। ପିଲାମାନେ ଆଜି ଆମେ ଦେଖିବା 1 ନମ୍ବର ପ୍ରଶ୍ନର କରେ କ'ଣ ଅଛି ନା ପଠାଣି ସାମନ୍ତ କେଉଁଠି ଜନ୍ମଗ୍ରହଣ କରିଥିଲେ? ଉତ୍ତର ପଠାଣି ସାମନ୍ତ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରଶ୍ନ ନମ୍ବର ଖ ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ କିଏ? ଉତ୍ତର ମହାମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ସିଂହ ମହାପାତ୍ର ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ। ଆମର ଗ ନମ୍ବର ପ୍ରଶ୍ନରେ କ'ଣ ଅଛି ନା ପଠାଣି ସାମନ୍ତଙ୍କୁ କେଉଁ ଉପାଧି ମିଳିଥିଲା? ଗ ନମ୍ବର ପ୍ରଶ୍ନର ଉତ୍ତର ପଠାଣି ସାମନ୍ତଙ୍କୁ ମହାମହୋପାଧ୍ୟାୟ ଉପାଧି ମିଳିଥିଲା। ପ୍ରଶ୍ନ ନମ୍ବର ଘ ପଠାଣି ସାମନ୍ତ କି ଯନ୍ତ୍ର ଉଦ୍ଭାବନ କରିଥିଲେ? ଘ ନମ୍ବର ପ୍ରଶ୍ନର ଉତ୍ତର ପଠାଣି ସାମନ୍ତ କାଠ ବାଉଁଶ ନଳି ସାହାଯ୍ୟରେ ଶଙ୍କୁ, ଖଗୋଲ ଓ ଉଲମ୍ବୀ ଚକ୍ର ଆଦି ଉଦ୍ଭାବନ କରିଥିଲେ। ପ୍ରଶ୍ନ ନମ୍ବର ଙ ତାଳପତ୍ରରେ ସେ କ'ଣ ସବୁ ଲେଖୁଥିଲେ? ଉତ୍ତର ପଠାଣି ସାମନ୍ତ ରାତ୍ରିରେ ଧ୍ରୁବତାରା, ସପ୍ତର୍ଷିମଣ୍ଡଳ, ଗ୍ରହ ଓ ନକ୍ଷତ୍ରମାନଙ୍କର ଗତି, ଉଦୟ ଓ ଅସ୍ତ ଆଦି ସମୟର ହିସାବ ତାଳପତ୍ରରେ ଲେଖି ରଖୁଥିଲେ। ଏବେ ଯିବା ପିଲାମାନେ ପ୍ରଶ୍ନ ନମ୍ବର 2 କ'ଣ କହିଛି ନା କାହା ସହ ସମ୍ପର୍କ ଅଛି? ଆସ ଗାର ଟାଣି ଚିହ୍ନାଇ ଦେବା। ପ୍ରଥମ ରହିଲା କ'ଣ ନା ଶୂନ୍ୟ, ଖଣ୍ଡ ଖଣ୍ଡ, ପ୍ରାଚୀନ, ଅସାଧାରଣ, ମହାମହୋପାଧ୍ୟାୟ, ସମୟ। ସେପଟେ ରହିଲା କ'ଣ ନା ଗ୍ରନ୍ଥ, ନିରୂପଣ, ବୁଦ୍ଧି, ଉପାଧି, ଆକାଶ, ମେଘ ଓ ଘଣ୍ଟା। ଯେପରି ଶୂନ୍ୟ, ଆକାଶ, ଖଣ୍ଡ ଖଣ୍ଡ, ମେଘ, ପ୍ରାଚୀନ, ଗ୍ରନ୍ଥ, ଅସାଧାରଣ, ବୁଦ୍ଧି, ମହାମହୋପାଧ୍ୟାୟ, ଉପାଧି, ସମୟ, ନିରୂପଣ। ପ୍ରଶ୍ନ ନମ୍ବର 3 ପିଲାମାନେ ଯେପରି ପୂଜା ଶବ୍ଦରୁ ପୂଜିତ ହୁଏ ସେହିପରି କ'ଣ ହେବ? କୋଠରୀ ଭିତରେ ଲେଖ। ସୂଚନାରୁ ସୂଚିତ, ଉଦୟରୁ ଉଦିତ, ପାଳନରୁ ପାଳିତ, ସେମିତି ନିର୍ମାଣରୁ ନିର୍ମିତ। ହଁ, ଏବେ ଆମର 3 ନମ୍ବର ପ୍ରଶ୍ନର ଉତ୍ତର ସରିଛି। ପ୍ରଶ୍ନ ନମ୍ବର 4 ପଠିତ ବିଷୟରୁ ଉପଯୁକ୍ତ ଶବ୍ଦ ଖୋଜି ଶୂନ୍ୟସ୍ଥାନ ପୂରଣ କର। କରେ କ'ଣ ଅଛି? ପଠାଣି ସାମନ୍ତ ଓଡ଼ିଶାର ପ୍ରଥମ ଡ୍ୟାସ୍ କ'ଣ ହେବ? ଉତ୍ତର ଜ୍ୟୋତିର୍ବିଜ୍ଞାନୀ। 4 ନମ୍ବର ପ୍ରଶ୍ନର ଖ ସୂର୍ଯ୍ୟଙ୍କ ଗତି ଅନୁଯାୟୀ ଡ୍ୟାସ୍ ଗଛର ଉଚ୍ଚତା କହିଦେଇ ପାରୁଥିଲେ? ଉତ୍ତର ସୂର୍ଯ୍ୟଙ୍କ ଗତି ଅନୁଯାୟୀ ଖଣ୍ଡିଏ କାଠି ଦ୍ୱାରା ଗଛର ଉଚ୍ଚତା କହିଦେଇ ପାରୁଥିଲେ। ଗରେ କ'ଣ ଅଛି? ଏ ପିଲା ଦିନେ ନା ଦିନେ ଜଣେ ବଡ଼ ଜ୍ୟୋତିର୍ବିଦ ହୋଇ ଡ୍ୟାସ୍। ଉତ୍ତର କ'ଣ ହେବ? ଉତ୍ତର ଏ ପିଲା ଦିନେ ନା ଦିନେ ଜଣେ ବଡ଼ ଜ୍ୟୋତିର୍ବିଦ ହୋଇ ଦେଶର ଟେକ ରଖିବ। ଘ ନମ୍ବର କଠୋର ସାଧନା ବଳରେ ସେ ଏକ ଡ୍ୟାସ୍ ତିଆରି କରିଥିଲେ? ଉତ୍ତର କଠୋର ସାଧନା ବଳରେ ସେ ଏକ ମାନଯନ୍ତ୍ର ତିଆରି କରିଥିଲେ। ପ୍ରଶ୍ନ ନମ୍ବର 5 ଆସ ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକୁ ନେଇ ବାକ୍ୟ ଗଠନ କରି ଲେଖିବା। ଆଚ୍ଛା ପିଲାମାନେ କେଉଁ କେଉଁ ଶବ୍ଦ ଅଛି କାହାକୁ ନେଇ ଆମେ ବାକ୍ୟ ଗଠନ କରି ଲେଖିବା? ସ୍ପର୍ଶ, ଆବିଷ୍କାର, ପ୍ରାଚୀନ, ଉଦ୍ଭାବନ ଓ ଅସାଧାରଣ। ସ୍ପର୍ଶ ଶୀତଦିନେ ବରଫ ଖଣ୍ଡକୁ ସ୍ପର୍ଶ କରିବାକୁ ଦେହ ଶୀତେଇ ଉଠେ। ଆବିଷ୍କାର ନ୍ୟୁଟନ ମାଧ୍ୟାକର୍ଷଣ ଶକ୍ତି ଆବିଷ୍କାର କରିଥିଲେ। ପ୍ରାଚୀନ ଯୁଗରେ ଲୋକେ ଗଛର ବକଳ ପିନ୍ଧୁଥିଲେ। ଉଦ୍ଭାବନ ମ୍ୟାଡ଼ାମ କ୍ୟୁରୀ ରେଡ଼ିୟମ୍ ଉଦ୍ଭାବନ କରିଥିଲେ।
ଅସାଧାରଣ। ପଠାଣି ସାମନ୍ତ ନିଜର ଅସାଧାରଣ ବୁଦ୍ଧି ବଳରେ ଖଣ୍ଡିଏ ବାଉଁଶ ନଳୀ ସାହାଯ୍ୟରେ ସୌରମଣ୍ଡଳକୁ ମାପି ପାରୁଥିଲେ। ଏବେ ଯିବା ପିଲାମାନେ ପ୍ରଶ୍ନ ନମ୍ବର 6 ନମ୍ବର ପ୍ରଶ୍ନରେ କ'ଣ ଅଛି ନା ଆସ ଜାଣିବା ସପ୍ତର୍ଷି ମଣ୍ଡଳର 7 ଜଣ ଋଷିଙ୍କ ନାମ। ଉପର ଚିତ୍ର ଦେଖି କ୍ରମ ଅନୁସାରେ ସପ୍ତର୍ଷି ମଣ୍ଡଳରେ ଥିବା ତାରାମାନଙ୍କର ନାମ ଲେଖ। ପ୍ରଥମ ଦେଇଛି କ୍ରତୁ, ପୁଲହ, ପୁଲସ୍ତ୍ୟ, ଅତ୍ରି, ଅଙ୍ଗିରା, ବଶିଷ୍ଠ ଓ ମରିଚି। ପ୍ରଶ୍ନ ନମ୍ବର 7 ନମ୍ବର ପ୍ରଶ୍ନରେ କ'ଣ ଅଛି ନା ଆସ ଉତ୍ତର ଖୋଜି ଲେଖିବା। 7 ନମ୍ବର କ ପଠାଣି ସାମନ୍ତଙ୍କ ପୁରା ନାମ କ'ଣ? 7 ନମ୍ବର କ ପ୍ରଶ୍ନର ଉତ୍ତର ପଠାଣି ସାମନ୍ତଙ୍କ ପୁରା ନାମ ସାମନ୍ତ ଚନ୍ଦ୍ରଶେଖର ସିଂହ ମହାପାତ୍ର। ଖରେ ଆକାଶର କେଉଁ ସବୁ ଦୃଶ୍ୟ ଦେଖି ପଠାଣି ସାମନ୍ତ ଆନନ୍ଦରେ କୁରୁଳି ଉଠୁଥିଲେ? ଉତ୍ତର ଖଣ୍ଡ ଖଣ୍ଡ ମେଘମାଳା ପବନ ସ୍ପର୍ଶରେ ଆସି କିପରି ବଦଳି ଯାଉଛନ୍ତି। ଦଳ ଦଳ ହୋଇ ଉଡ଼ୁଥିବା ପକ୍ଷୀମାନଙ୍କୁ ଦେଖି ପଠାଣି ସାମନ୍ତ ଆନନ୍ଦରେ କୁରୁଳି ଉଠୁଥିଲେ। ପ୍ରଶ୍ନ ଗ ତାଙ୍କ ଦ୍ୱାରା ନିର୍ମିତ ସୂର୍ଯ୍ୟ ଘଡ଼ି ଏବେ କେଉଁଠାରେ ଶୋଭା ପାଉଛି? କାହା ଦ୍ୱାରା ନା ପଠାଣି ସାମନ୍ତଙ୍କ ଦ୍ୱାରା ନିର୍ମିତ ସୂର୍ଯ୍ୟ ଘଡ଼ି। ଉତ୍ତର ପଠାଣି ସାମନ୍ତଙ୍କ ଦ୍ୱାରା ନିର୍ମିତ ସୂର୍ଯ୍ୟ ଘଡ଼ି ଏବେ ରେଭେନ୍ସା କଲେଜ ହତା ଭିତରେ ଶୋଭା ପାଉଅଛି। ପରବର୍ତ୍ତୀ ପ୍ରଶ୍ନ ଘରେ କ'ଣ ଅଛି ନା ପଠାଣି ସାମନ୍ତ ଗ୍ରହ ନକ୍ଷତ୍ରମାନଙ୍କର ଗତିବିଧି ଓ ଦୂରତ୍ୱ ନିରୂପଣ କରିବା ପାଇଁ କାହାର ସାହାଯ୍ୟ ନେଇଥିଲେ? ଘ ନମ୍ବର ପ୍ରଶ୍ନର ଉତ୍ତର ପଠାଣି ସାମନ୍ତ ଗ୍ରହ ନକ୍ଷତ୍ରମାନଙ୍କର ଗତିବିଧି ଓ ଦୂରତ୍ୱ ନିରୂପଣ କରିବା ପାଇଁ ବାଉଁଶ ନଳୀର ସାହାଯ୍ୟ ନେଇଥିଲେ। ଏହାର ପରବର୍ତ୍ତୀ ପ୍ରଶ୍ନ କେତେ ବର୍ଷ ବୟସରେ ସେ ଜ୍ୟୋତିଷ ବିଦ୍ୟା ଶିକ୍ଷା କରିଥିଲେ? କିଏ ନା ପଠାଣି ସାମନ୍ତ। 10 ବର୍ଷ ବୟସରେ ପଠାଣି ସାମନ୍ତ ଜ୍ୟୋତିଷ ବିଦ୍ୟା ଶିକ୍ଷା କରିଥିଲେ। ପ୍ରଶ୍ନ ନମ୍ବର 8 ଅସଜଡ଼ା ବାକ୍ୟକୁ ସଜାଡ଼ି ଲେଖ। ଅସଜଡ଼ା ମାନେ ପ୍ରତ୍ୟେକ ଶବ୍ଦ ଏପଟ ସେପଟ ଅଛି, ତାକୁ ଆମେ କ'ଣ କରିବା କ୍ରମାନ୍ୱୟରେ ସଜାଇ ଲେଖିବା ଠିକ୍ ଭାବରେ। 8 ନମ୍ବର କ ଜନ୍ମଭୂମି ଏକ ଆମ କ୍ଷେତ୍ର ପୁଣ୍ୟ ଓଡ଼ିଶା। ଏହାର ଉତ୍ତର ହେବ ଆମ ଜନ୍ମଭୂମି ଓଡ଼ିଶା ଏକ ପୁଣ୍ୟକ୍ଷେତ୍ର। 8 ନମ୍ବର ଖରେ କ'ଣ ଅଛି ସାମନ୍ତ ପୁରା ନାମ ଚନ୍ଦ୍ରଶେଖର ଥିଲା ସିଂହ ତାଙ୍କ ମହାପାତ୍ର। ଏହାର ଉତ୍ତର ହେବ ତାଙ୍କ ପୁରା ନାମ ଥିଲା ସାମନ୍ତ ଚନ୍ଦ୍ରଶେଖର ସିଂହ ମହାପାତ୍ର। ଘରେ କ'ଣ ଅଛି ଦୂରତ୍ୱ କରୁଥିଲେ ଗ୍ରହ ଓ ନକ୍ଷତ୍ରମାନଙ୍କର ଗତିବିଧି ଓ ନିରୂପଣ। ଏହାର ଉତ୍ତର ହେବ ଗ୍ରହ ଓ ନକ୍ଷତ୍ରମାନଙ୍କର ଦୂରତ୍ୱ ଓ ଗତିବିଧି ନିରୂପଣ କରୁଥିଲେ। ସାଧନା ମାନଯନ୍ତ୍ର ଏକ ବଳରେ କରିଥିଲେ ନିର୍ମାଣ କଠୋର। ଏହାର ଉତ୍ତର ହେବ କଠୋର ସାଧନା ବଳରେ ଏକ ମାନଯନ୍ତ୍ର ନିର୍ମାଣ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ ଯେପରି ଦଳ ଦଳ ଗୋଟିଏ ଯୋଡ଼ା ଶବ୍ଦ ଆସ ସେହିପରି ଆଉ କେତୋଟି ଯୋଡ଼ା ଶବ୍ଦ ଲେଖିବା। କଳ କଳ, ଥର ଥର, ଗୋଟି ଗୋଟି, ଗଲ ଗଲ, କଲ କଲ, ଝର ଝର, ସଲ ସଲ। ପ୍ରଶ୍ନ ନମ୍ବର 10 ନମ୍ବର ପ୍ରଶ୍ନରେ ଆମର କ'ଣ ଅଛି ନା ଆସ ଦୁଇଟି ପକ୍ଷୀ ଚିତ୍ରରେ ଥିବା ଶବ୍ଦ ଗୁଡ଼ିକୁ ଯୋଡ଼ିବା ଓ ତଳ କୋଠରୀରେ ଲେଖିବା। ଯେପରି ସତ ମିଛ ସେହିପରି ପ୍ରଥମ ପକ୍ଷୀରେ ଅଛି କ'ଣ ଲେଖା ଅଛି କେମିତି ଆମେ ଯୋଡ଼ିବା ପ୍ରାଚୀନ, ଜନ୍ମ, ଉଦୟ, ଦୂର, ସତ ଓ ସାଧାରଣ। ଦ୍ୱିତୀୟ ପକ୍ଷୀରେ ଅସ୍ତ, ମୃତ୍ୟୁ, ମିଛ,
ନିକଟ, ଅସାଧାରଣ ଓ ନବୀନ। ପ୍ରାଚୀନ, ନବୀନ। ଜନ୍ମ, ମୃତ୍ୟୁ। ଉଦୟ, ଅସ୍ତ। ଦୂର, ନିକଟ। ସତ, ମିଛ। ସାଧାରଣ, ଅସାଧାରଣ। ଏବେ ପିଲାମାନେ ଆମର ଅଭ୍ୟାସ ବା ସମସ୍ତ ପ୍ରଶ୍ନର ଉତ୍ତର ସରଳ ଭାବରେ ସରିଯାଇଛି। ହଁ, ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ।